ସୁପରିଟେଣ୍ଡେଣ୍ଟ ରଞ୍ଜନ କୁମାର ନାୟକ ତାଙ୍କ ଆଦେଶ କ୍ରମେ ଏକା ଆମେ ଏଇଟା ସବୁ କାମ କରିଛୁ। ଆମେ ବିଶେଷତଃ ଖବର ପାଇଲୁ ଯେ ମୁଖୁଗୁଡ଼ାରେ ଏମିତି ଏମିତି ଜିନିଷ ମଦ ନକଲି ମଦ କାରଖାନା ଖବର ପାଇଲୁ, ଯେମିତି ଆମେ ଧରମଗଡ଼ ଓଆଇସି ଜୟପାଟନା ଓଆଇସି ମିଳିତ ଭାବେ ଚଢ଼ଉ କଲୁ ସକାଳୁ ଭୋରରୁ 7ଟା ସମୟରେ। ଆଉ ତା ପାଖରୁ ବି ବିପୁଳ ପରିମାଣରେ କର୍କ ହେଲା, ଖାଲି ବୋତଲ ହେଲା କି ମଦ ହେଲା ପାଇଛୁ। ତାଙ୍କର ଭିତରେ କଣ କାର୍ଯ୍ୟାନୁଷ୍ଠାନ ନିଆଯିବ? ତା ତ ବିହିତ କାର୍ଯ୍ୟ ଅନୁସାରେ ଯେମିତି ସେ ଆଇନ ଅନୁମତି ଯେମିତି ହେବା କଥା ସେଇଟା କରିବୁ। ତ ଏବେ ତାଙ୍କ ଯୋଉ ଅଭିଯୁକ୍ତଙ୍କର ନାମ କଣ ଆଉ କେବେଠାରୁ ଏଇ ଯୋଉ କାରବାର କରି ଆସିଥିଲେ କିଛି? ଖୁସିରାମ ସାହୁ ତାର ନାଁ। ଆଉ ସେ ଆମେ ଜାଣିବାକୁ ପାଇଛୁ ସେ ଦୀର୍ଘ ଦିନ ହେଲା କରି ଆସୁଥିଲା ବୋଲିକିରି ଖବର ପାଇଥିଲୁ, କିନ୍ତୁ ଆମେ ବହୁତ ଚେଷ୍ଟା କରିବା ସତ୍ତ୍ୱେ ଆଜି ସଫଳ ପାଇଛୁ। ଏଇ ଯୋଉ ସ୍ପିରିଟ ଗୁଡାକ ଯୋଉ ମିଶା ଯାଉଛି କେମିକାଲ ଗୁଡାକ ଡିଜେଲ ପେଟ୍ରୋଲ ଗୁଡାକ ଯୋଉ ଜବତ ହେଇଛି ତା କଣ ସାର୍ ମାନେ ତାର ତା ବିରୁଦ୍ଧରେ ଆଉ କଣ କାର୍ଯ୍ୟାନୁଷ୍ଠାନ ନିଆଯିବ? ହେବ ଆଇନ ଅନୁସାରେ। ଜୀବନ ପ୍ରତି ବିପଦ। ହଁ, ଆଇନ ଅନୁସାରେ ଯୋଉ ଆମର ଲ ଅଛି ସେଇ ହିସାବରେ ଆମେ